ଉଦ୍ଭିଦରେ ବୃଦ୍ଧି ନିୟନ୍ତ୍ରଣ ଓ ଗତି ନିୟନ୍ତ୍ରଣ କିପରି ହୋଇଥାଏ ଏହାକୁ ଭଲସେ ବୁଝିବା ପାଇଁ ଆମେ ବୃଦ୍ଧି ନିର୍ଭରଶୀଳ ଚଳନ ବିଷୟରେ ପଢ଼ିବା। ଗୋଟେ କଥା ମନେ ରଖ, ଉଦ୍ଭିଦରେ ସବୁ ପ୍ରକାର ଚଳନ ବା ଗତିକୁ ବାହ୍ୟ ଉଦ୍ଦୀପନା ପ୍ରଭାବିତ କରେ। ବାହ୍ୟ ଉଦ୍ଦୀପନା କ'ଣ? ଏହା ଆଲୋକ ହୋଇପାରେ, କୌଣସି ଜିନିଷର ସ୍ପର୍ଶ ହୋଇପାରେ, ଏସବୁକୁ ଆମେ ବାହ୍ୟ ଉଦ୍ଦୀପନା କୁହନ୍ତି। ତାହା ଆମେ ପୂର୍ବବର୍ତ୍ତୀ ଭିଡ଼ିଓରେ ଆଲୋଚନା କରିଛନ୍ତି। ଏବଂ ଏହି ବାହ୍ୟ ଉଦ୍ଦୀପନାର ପ୍ରଭାବରେ ଉଦ୍ଭିଦର ବୃଦ୍ଧିଜନିତ ଚଳନକୁ ଆମେ ଅନୁବର୍ତ୍ତନ କହନ୍ତି ବା ଅନୁବର୍ତ୍ତୀୟ ଚଳନ ବୋଲି କହିଥାନ୍ତି। ତେବେ ଏହି ଅନୁବର୍ତ୍ତନ କ'ଣ? ଏସବୁକୁ ବୁଝିବା ପାଇଁ ଆମେ କିଛି ଉଦାହରଣକୁ ଲକ୍ଷ୍ୟ କରିବା। ପ୍ରଥମେ ତୁମେ ଏହି ଉଦାହରଣଟିକୁ ଲକ୍ଷ୍ୟ କର। ଏଇଠି ଆଲୋକର ଉପସ୍ଥିତିରେ ଏକ ଉଦ୍ଭିଦଟିଏ ବୃଦ୍ଧି କରୁଛି। ଯଦି କିଛି ଦିନ ପରେ ଆମେ ଏହି ଉଦ୍ଭିଦଟିକୁ ଲକ୍ଷ୍ୟ କରିବା, ତାହେଲେ ଆମେ ଦେଖିବା ଯେ ଉଦ୍ଭିଦଟି ବୃଦ୍ଧି ହେବା ଫଳରେ ଏହା ଆଲୋକର ଦିଗରେ କିଛି ମାତ୍ରାରେ ଏମିତି ବଙ୍କେଇ ଯାଉଛି, ବା ଆମେ ଏମିତି କହିପାରିବା ଯେ ଉଦ୍ଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରୁଛି। ଆମେ ଜାଣନ୍ତି ଆଲୋକ ଏକ ବାହ୍ୟ ଉଦ୍ଦୀପନା। ତେବେ ଆଲୋକର ପ୍ରଭାବରେ ଆଲୋକର ଦିଗରେ ଉଦ୍ଭିଦ ଯେହେତୁ ବୃଦ୍ଧି କରୁଛି, ଏହାକୁ ଆମେ ଆଲୋକାନୁବର୍ତ୍ତନ ବୋଲି କହିଥାନ୍ତି। ଠିକ୍ ଅଛି। ପୁନଶ୍ଚ ଯଦି ଆମେ ଉଦ୍ଭିଦର ଚେରକୁ ଲକ୍ଷ୍ୟ କରିବା, ଆମେ ଦେଖୁଛନ୍ତି ଯେଉଁ ଦିଗରେ ଆଲୋକ ଅଛି, ଚେରଗୁଡ଼ିକ ଠିକ୍ ତାହାର ବିପରୀତ ଦିଗରେ ବୃଦ୍ଧି କରୁଛନ୍ତି। ତାହେଲେ ଆମେ ଏଇଠି ଦୁଇଟି ଜିନିଷ କହିପାରିବା। କ'ଣ କ'ଣ? ନା ଉଦ୍ଭିଦର ଯେଉଁ ଅଂଶ ଆଲୋକର ଦିଗରେ ଗତି କରେ ତାହାକୁ ଆମେ ଅନୁକୂଳ ଆଲୋକାନୁବର୍ତ୍ତନ କୁହନ୍ତି ଏବଂ ଅନୁକୂଳ ଆଲୋକାନୁବର୍ତ୍ତନକୁ ପଜିଟିଭ୍ ଆଲୋକାନୁବର୍ତ୍ତନ ମଧ୍ୟ ଆମେ କହିପାରିବା। ତ ଏଇଠି ମନେ ରଖ, ପଜିଟିଭ୍ର ଅର୍ଥ ହେଉଛି ଅନୁକୂଳ। ଏବଂ ଯଦି ଚେରଗୁଡ଼ିକୁ ଆମେ ଲକ୍ଷ୍ୟ କରିବା, ଏଗୁଡ଼ିକ ଆଲୋକର ଠିକ୍ ବିପରୀତ ଦିଗକୁ ଗତି କରୁଛି, ଅର୍ଥାତ୍ ଆଲୋକଠାରୁ ଦୂରେଇ ଯାଉଛି। ତେବେ ଏହାକୁ ଆମେ ପ୍ରତିକୂଳ ଆଲୋକାନୁବର୍ତ୍ତନ ବା ନେଗେଟିଭ୍ ଆଲୋକାନୁବର୍ତ୍ତନ ବୋଲି କୁହାଯାଇଥାଏ। ଏଠି ମନେ ରଖ, ସମ୍ପୂର୍ଣ୍ଣ ଭିଡ଼ିଓରେ ମୁଁ ଯେତେବେଳେ ପଜିଟିଭ୍ ସଂକେତ ଦ୍ୱାରା ଏଠି ଲେଖିବି, ତାହାର ଅର୍ଥ ଅନୁକୂଳ ଏବଂ ନେଗେଟିଭ୍ର ଅର୍ଥ ପ୍ରତିକୂଳ, ଯାହାକି ଏଇଠି ମୁଁ ଲେଖିଦେଇଛି। ଠିକ୍ ଅଛି। ବର୍ତ୍ତମାନ ଏହା ତ ଆଲୋକଜନିତ ବାହ୍ୟ ଉଦ୍ଦୀପନା ହିସାବରେ ଉଦ୍ଭିଦର ଗତି ବା ଚଳନକୁ ଆମେ ଲକ୍ଷ୍ୟ କଲେ। ବର୍ତ୍ତମାନ ତୁମେ ଆଉ ଏକ ଉଦାହରଣକୁ ଲକ୍ଷ୍ୟ କର। ଏଇଠି ଆମେ କ'ଣ ଦେଖୁଛନ୍ତି? ମନେକର ମୁଁ ଏକ ଉଦ୍ଭିଦଟିକୁ ମାଟିକୁ ସମାନ୍ତର ଭାବରେ ରଖିଦେଲି। କିଛି ଦିନ ପରେ ମୁଁ କ'ଣ ଦେଖୁଛି? ନା ଉଦ୍ଭିଦର କିଛି ଅଂଶ ମାଟିର ଉପରକୁ ଏମିତି ବୃଦ୍ଧି କରୁଛନ୍ତି ଏବଂ ଉଦ୍ଭିଦର ଚେରଗୁଡ଼ିକ ମାଧ୍ୟାକର୍ଷଣ ବଳ ଯୋଗୁଁ ପୃଥିବୀର କେନ୍ଦ୍ର ଆଡ଼କୁ ଆକର୍ଷଣ ହେଉଛନ୍ତି ବା ପୃଥିବୀର କେନ୍ଦ୍ର ଦିଗରେ ବୃଦ୍ଧି କରୁଛନ୍ତି। ତେଣୁ ଏହି ପ୍ରକାରର ଅନୁବର୍ତ୍ତନକୁ ଆମେ ଜ୍ୟାନୁବର୍ତ୍ତନ ବୋଲି କହିଥାନ୍ତି, ଯାହାର ଅର୍ଥ ପୃଥିବୀ। ଏବଂ ଏହି ଚେରଗୁଡ଼ିକ ମାଧ୍ୟାକର୍ଷଣ ବଳ ଯୋଗୁଁ ପ୍ରଭାବିତ ହୋଇ ମାଟି ତଳକୁ ଗତି କରୁଛି, ବା ଅନ୍ୟ ଭାଷାରେ କହିବାକୁ ଗଲେ ମାଧ୍ୟାକର୍ଷଣ ବଳ ଯୋଗୁଁ ଉଦ୍ଭିଦର ଚେର ଓ ମୂଳ ପୃଥିବୀର କେନ୍ଦ୍ର ଆଡ଼କୁ ଆକର୍ଷିତ ହୋଇଥାନ୍ତି। ତେଣୁ ଏହାକୁ ଆମେ ଅନୁକୂଳ ଜ୍ୟାନୁବର୍ତ୍ତନ ବୋଲି କହିବା। ଏବଂ ଉଦ୍ଭିଦର ଅଗ୍ରଭାଗଟି ଠିକ୍ ପୃଥିବୀର କେନ୍ଦ୍ରର ବିପରୀତ ଦିଗରେ ଗତି କରୁଛି, ତେବେ ଏହାକୁ ଆମେ ପ୍ରତିକୂଳ ଜ୍ୟାନୁବର୍ତ୍ତନ ବୋଲି କହିବା। ଠିକ୍ ଅଛି। ଏବେ ଏହି ଉଦାହରଣଟିକୁ ଲକ୍ଷ୍ୟ କର। ଏଇଠି ଆମେ କ'ଣ ଦେଖୁଛନ୍ତି? କିଛି ଲଟା ଜାତୀୟ ଗଛ ଯେତେବେଳେ କୌଣସି ଜିନିଷକୁ ସ୍ପର୍ଶ କରନ୍ତି, ସେଗୁଡ଼ିକ ସହ ଏହି ଉଦ୍ଭିଦଗୁଡ଼ିକ ଗୁଡ଼େଇ ହୋଇ ଆଗକୁ ଆଗକୁ ବୃଦ୍ଧି କରନ୍ତି। ଏବଂ ଠିକ୍ ସେହିପରି ଯଦି ଆମେ କିଛି ଚେରକୁ ଲକ୍ଷ୍ୟ କରନ୍ତି, ଯେତେବେଳେ ଏହା କିଛି ପଥର ସଂସ୍ପର୍ଶରେ ଆସନ୍ତି, ଏହା ପଥରଠାରୁ ଏମିତି ଦୂରେଇ ଯାଆନ୍ତି। ତେବେ ଏ କ'ଣ? ଇଏ ହେଉଛି ସ୍ପର୍ଶଜନିତ ଏକ ଅନୁବର୍ତ୍ତନ। କିନ୍ତୁ ତୁମ ବହିରେ ଏ ବିଷୟରେ ଉଲ୍ଲେଖ ନାହିଁ। କିନ୍ତୁ ଜାଣି ରଖ, ଏହା ମଧ୍ୟ ଏକ ଅନୁବର୍ତ୍ତନ ଅଟେ, ଯାହାକୁ ଆମେ ସ୍ପର୍ଶଜନିତ ଅନୁବର୍ତ୍ତନ କୁହନ୍ତି। ଇଂରାଜୀରେ ଏହାକୁ ଥିଗ୍ମୋଟ୍ରପିଜିମ୍ ବୋଲି କୁହନ୍ତି। ଠିକ୍ ଅଛି। ଏହା ମଧ୍ୟ ଠିକ୍ ସେହିପରି ଯେଉଁ ଜିନିଷକୁ ସ୍ପର୍ଶ କରି ସେହି ଦିଗରେ ଅତିକ୍ରମ କରେ, ତାହାକୁ ଆମେ ଅନୁକୂଳ ସ୍ପର୍ଶଜନିତ ଅନୁବର୍ତ୍ତନ କହିବା ଏବଂ ଯାହାକୁ ସ୍ପର୍ଶ କରିବା ମାତ୍ରେ ଏହା ତାଠାରୁ ଦୂରେଇ ଯାଏ, ତାହାକୁ ଆମେ ପ୍ରତିକୂଳ ସ୍ପର୍ଶଜନିତ ଅନୁବର୍ତ୍ତନ କହିବା। ପୁନଶ୍ଚ ପରିଶେଷରେ ଆମେ ଆଉ ଏକ ଉଦାହରଣକୁ ଲକ୍ଷ୍ୟ କରିବା। ଏଇଠି ଦେଖ, ଏ ମଧ୍ୟ ତୁମ ବହିରେ ଉଲ୍ଲେଖ ନାହିଁ, କିନ୍ତୁ ଜାଣିବା ପାଇଁ ମନେ ରଖ, ଯେତେବେଳେ ଗୋଟେ ଉଦ୍ଭିଦର ଫୁଲରେ ଏକ ପରାଗ ରେଣୁ ଆସି ପଡ଼େ, ଏହି ପରାଗ ରେଣୁଗୁଡ଼ିକ ପରାଗ ନଳୀ ମାଧ୍ୟମ ଦେଇ ଭ୍ରୂଣାଶୟ ମଧ୍ୟକୁ ପ୍ରବେଶ କରନ୍ତି। ତାହେଲେ ଏମିତି କାହିଁକି ହେଲା? ମନେ ରଖ, ଏହି ଭ୍ରୂଣାଶୟ ମଧ୍ୟରେ କିଛି ରାସାୟନିକ ପଦାର୍ଥ ଥାଏ ଏବଂ ଏହି ରାସାୟନିକ ପଦାର୍ଥକୁ ଅନୁଭବ କରି ଏହି ପରାଗ ରେଣୁଗୁଡ଼ିକ ଠିକ୍ ସେହି ଦିଗରେ ଅତିକ୍ରମ କରେ। ତେଣୁ ଏହାକୁ ଆମେ ରାସାୟନିକ ପଦାର୍ଥ ଜନିତ ଅନୁବର୍ତ୍ତନ ବୋଲି କହିବା। ଇଂରାଜୀରେ ଏହାକୁ କେମୋଟ୍ରପିଜିମ୍ ବୋଲି କୁହନ୍ତି। ପୁନଶ୍ଚ ଆମେ ଯେ ଦେଖିବା ଅନ୍ୟ କିଛି ଉଦ୍ଭିଦଗୁଡ଼ିକର ଚେରଗୁଡ଼ିକ ଯେତେବେଳେ ମାଟି ତଳେ
କିଛି କ୍ଷତିକାରକ ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସନ୍ତି, ଏହା ସେମାନଙ୍କଠାରୁ ଦୂରେଇ ଯାଆନ୍ତି। ଠିକ୍ ସେହିପରି ଭାବେ ଏଇଠି ଆମେ କ'ଣ ଲକ୍ଷ୍ୟ କଲେ, ଏହା ରାସାୟନିକ ପଦାର୍ଥର ଦିଗରେ ଗତି କରୁଥିଲା ବେଳେ ଏହି ଚେରଗୁଡ଼ିକ ରାସାୟନିକ ପଦାର୍ଥର ବିପରୀତ ଦିଗରେ ଗତି କରୁଛନ୍ତି। ତେଣୁ ତାହାକୁ ମଧ୍ୟ ଆମେ ଅନୁକୂଳ ଓ ପ୍ରତିକୂଳ ରାସାୟନିକ ପଦାର୍ଥ ଜନିତ ଅନୁବର୍ତ୍ତନ ବୋଲି କହିପାରିବା। ବର୍ତ୍ତମାନ ମୁଁ ଚାହୁଁଛି ତୁମେ ଏହି ଉଦାହରଣଟିକୁ ଲକ୍ଷ୍ୟ କର। ଯେତେବେଳେ ମୁଁ ଏକ ଲାଜକୁଳି ଲଟାକୁ ସ୍ପର୍ଶ କରୁଛି, ସେତେବେଳେ ଏହାର ପତ୍ରଗୁଡ଼ିକ ମୁଦିତ ହୋଇଯାଉଛନ୍ତି। ଏହାର ଅର୍ଥ କ'ଣ? ତୁମେ କହିପାରିବ କି ଏହା କେଉଁ ପ୍ରକାର ଅନୁବର୍ତ୍ତନ ଅଟେ? ବର୍ତ୍ତମାନ ତୁମେ ଭାବୁଥିବ ଏହା ଏକ ସ୍ପର୍ଶଜନିତ ଅନୁବର୍ତ୍ତନ ଅଟେ, ଯାହା ଆମେ ପୂର୍ବରୁ ଆଲୋଚନା କଲେ। କିନ୍ତୁ ବାସ୍ତବରେ ଏହା ଏକ ସ୍ପର୍ଶଜନିତ ଅନୁବର୍ତ୍ତନ ନୁହେଁ, ବା ଏହା ଆଦୌ ଅନୁବର୍ତ୍ତନ ନୁହେଁ। କାରଣ ଆମେ କ'ଣ ଜାଣିଲେ ନା, ଅନୁବର୍ତ୍ତନ ତାହାକୁ କହିବା ଯେଉଁଥିରେ ବୃଦ୍ଧିଜନିତ ଚଳନ ହେଉଥିବ। ବର୍ତ୍ତମାନ ଯେତେବେଳେ ଆମେ ଲାଜକୁଳି ଲଟାକୁ ଛୁଇଁଲେ, ଏହାର ତ କୌଣସି ପ୍ରକାର ବୃଦ୍ଧି ଘଟିଲା ନାହିଁ, କେବଳ ଏହା ବନ୍ଦ ହୋଇଗଲା। ପୁନଶ୍ଚ ଆମେ ଜାଣିଛନ୍ତି ଅନୁବର୍ତ୍ତନ ଆମେ ତାହାକୁ କହିବା ଯାହା ଏକ ବାହ୍ୟ ଉଦ୍ଦୀପନାର ଦିଗରେ କିମ୍ବା ବିପରୀତ ଦିଗରେ ଗତି କରିବେ। କିନ୍ତୁ ଏଥିରେ ତ ସେମିତି କିଛି ହେଲା ନାହିଁ, ତେବେ ଏହାକୁ ଆମେ କୌଣସି ପ୍ରକାର ଅନୁବର୍ତ୍ତନ ବୋଲି କହିପାରିବା ନାହିଁ। ତେଣୁ ଏହା ବୃଦ୍ଧିଜନିତ ଚଳନ ନୁହେଁ, ବରଂ ଏହାକୁ ଆମେ ବୃଦ୍ଧି ସ୍ୱତନ୍ତ୍ର ଚଳନ ବୋଲି କହିପାରିବା। ଠିକ୍ ଅଛି।